ଜୟ ଜଗନ୍ନାଥ ପିଲାମାନେ। ଆଜି ଆମେ ପଢ଼ିବା ମେସୋଲିଥିକ୍ ଏରା। ମେସୋଲିଥିକ୍ ଏରା କ'ଣ, ତା'ର ସାଇଟ୍ ଗୁଡ଼ା କେଉଁଠି ଅବସ୍ଥିତ, ଡିଟେଲ୍ ପଢ଼ିବା ହେଲା। ମେସୋଲିଥିକ୍ ଏରା। ମେସୋଲିଥିକ୍ ଏରାର ଟାଇମ୍ ପିରିୟଡ଼ ହେଉଛି 10,000 BC ଟୁ 7,000 BC। 10,000 BCରୁ 7,000 BCକୁ ଭେରି ଇମ୍ପୋର୍ଟାଣ୍ଟ ଏକ୍ଜାମ୍ରେ ପକାଇଦେବ। ମେସୋଲିଥିକ୍ ଏରାର ଟାଇମ୍ ପିରିୟଡ଼, ନିଓଲିଥିକ୍ ଏରାର ଟାଇମ୍ ପିରିୟଡ଼, ଆଉ ପାଲିଓଲିଥିକ୍ ଏରାର ଟାଇମ୍ ପିରିୟଡ଼କୁ ନୋଟ୍ କରନ୍ତୁ। ତେଣୁ ମେସୋଲିଥିକ୍ ଏରାର ଟାଇମ୍ ପିରିୟଡ଼ ହେଉଛି 10,000 BC ଟୁ 7,000 BC। ଏହାକୁ ଆଉ କ'ଣ ମଧ୍ୟ କୁହାଯାଏ? ଟ୍ରାନଜିସନ୍ ଫେଜ୍, ପରିବର୍ତ୍ତନ ଯୁଗ ମଧ୍ୟ ଏହାକୁ କୁହାଯାଏ। ଏହାର କଲଚରକୁ କ'ଣ କୁହାଯାଏ ନା ହଲୋସେନିକ୍ ଏରା, ହଲୋସେନିକ୍ ଯୁଗ ମଧ୍ୟ କୁହାଯାଏ। ସର୍ଟ ନୋଟ୍ ପଡ଼ିଯିବ। ଏହାର କଲଚର ବିଲଙ୍ଗ ଟୁ ଦି ଡ୍ୟାସ୍, ତାପରେ କ'ଣ ଲେଖିବେ, ସେଠି ଲେଖିବେ ହଲୋସେନିକ୍ ଏରା। ଆଉ ଏହି ସମୟରେ କ୍ଲାଇମେଟ୍ ଚେଞ୍ଜ ହୋଇଥିଲା। କ୍ଲାଇମେଟ୍ ଚେଞ୍ଜ ହେବା ଦ୍ୱାରା କ୍ଲାଇମେଟ୍ ଚେଞ୍ଜ କାହା ଉପରେ ପ୍ରଭାବ ପକାଇଥିଲା ନା ଜୀବଜନ୍ତୁ ଆଉ ଉଦ୍ଭିଦ ଉପରେ। ଜୀବଜନ୍ତୁ ଆଉ ଉଦ୍ଭିଦ ଉପରେ ପ୍ରଭାବ ପକାଇବା ଦ୍ୱାରା ଚେଞ୍ଜେସ୍ ଆସିଥିଲା। କ'ଣ ଚେଞ୍ଜେସ୍ ଆସିଥିଲା? ହ୍ୟୁମାନ୍ ମୁଭ୍ ଟୁ ନ୍ୟୁ ଏରିଆ। ମଣିଷମାନେ ନୂଆ ଗୋଟେ ଜାଗାକୁ ଚେଞ୍ଜେସ୍ ଦେଖା ଦେଇଥିଲା। କ'ଣ ଚେଞ୍ଜେସ୍? ହଣ୍ଟିଂ, ଫିସିଂ, ଫୁଡ୍ ଗ୍ୟାଦରିଂ, ଏସବୁ କ୍ଷେତ୍ରରେ ଚେଞ୍ଜେସ୍ ଆସିଥିଲା। ତାପରେ ସେମାନେ ସିଫ୍ଟ ବିଗ୍ ଆନିମାଲ୍ ହଣ୍ଟିଂ ଟୁ ସ୍ମଲ୍ ଆନିମାଲ୍ ହଣ୍ଟିଂ। କାଲି କହିଥିଲି ବିଗ୍ ଆନିମାଲ୍ ହଣ୍ଟିଂ, ବଡ଼ ପଶୁମାନଙ୍କୁ ଶିକାର କରୁଥିଲେ, କାରଣ ସେଗୁଡ଼ାକୁ ଖାଇସାରି ପାରୁନଥିଲେ, ସେସବୁ ରହିଯାଉଥିଲା, ତା'ର ଦିନକୁ ସ୍ମେଲ୍ ହେଉଥିଲା। ତେଣୁ ଛୋଟ ପଶୁମାନଙ୍କୁ ମାରୁଥିଲେ, ସେଇଦିନ ହିଁ ଖାଇସାରୁଥିଲେ, ସେମାନଙ୍କୁ ଭଲ ଲାଗୁଥିଲା। ତାପରେ ଦେଖିବା, ଦି ଟର୍ମ ମେସୋଲିଥିକ୍ ଇଜ୍ ଦି କମ୍ବିନେସନ୍ ଅଫ୍ ଟୁ ଗ୍ରୀକ୍ ୱାର୍ଡ଼। ଦୁଇଟା ଗ୍ରୀକ୍ ୱାର୍ଡ଼କୁ ନେଇକି ସଂଗଠିତ ମେସୋଲିଥିକ୍ ଏରା। କ'ଣ ନା ମେସୋ ଆଉ ଲିଥିକ୍। ମେସୋ ମିନ୍ସ, ମେସୋ ମାନେ ହେଉଛି ମିଡ଼ିଲ୍, ଆଉ ଲିଥିକ୍ ମାନେ ହେଉଛି ଷ୍ଟୋନ୍। ଏହାକୁ ମିଡ଼ିଲ୍ ଷ୍ଟୋନ୍ ଏଜ୍ ମଧ୍ୟ କୁହାଯାଏ। ଏବେ ଦେଖିବା ଲେଟର ଷ୍ଟେଜ୍, ପରବର୍ତ୍ତୀ ସମୟରେ ଡୋମେଷ୍ଟିକେସନ୍ ଏନିମାଲ୍, ପରବର୍ତ୍ତୀ ସମୟରେ ଘରେ ପଶୁମାନଙ୍କୁ ପାଳନ କରିବାକୁ ଲାଗିଲେ। ତାପରେ ଟୁଲ୍ସ, ତାଙ୍କର କ'ଣ ବ୍ୟବହାର କରୁଥିଲେ? ମାଇକ୍ରୋଲିଥିକ୍ ପଏଣ୍ଟେଡ୍ ଟୁଲ୍ସ, ବେଶୀ ବଡ଼ ନାହିଁ, 5 ସେଣ୍ଟିମିଟରରୁ ତଳକୁ, ତାକୁ ସାଇଜ୍ କରିକି ପୁରା ବନାଉଥିଲେ। 5 ସେଣ୍ଟିମିଟର ତଳକୁ, ବେଶୀ ବଡ଼ ନାହିଁ। ଆଉ ଫାଷ୍ଟ କ'ଣ ନା କିଛି ସେସବୁ ଜାଣିନଥିଲେ, ଯେଉଁ ପଥର ପାଉଥିଲେ ସେ ପଥର ମାରୁଥିଲେ। ଏବେ କ'ଣ କଲେ ନା ଠିକ୍ 5 ସେଣ୍ଟିମିଟର ତଳକୁ ରଖିଲେ, ଆଉ ଠିକ୍ ଧରି ହେବ, ଆଉ ପଶୁମାନଙ୍କୁ ମାରି ହେବ। ସେଥିଯୋଗୁଁ 5 ସେଣ୍ଟିମିଟର ତଳକୁ, ଏଇଟା ଭେରି ଇମ୍ପୋର୍ଟାଣ୍ଟ ଏକ୍ଜାମ୍ ପ୍ରତି, 5 ସେଣ୍ଟିମିଟରରୁ ତଳକୁ ତାଙ୍କର ଟୁଲ୍ସ ଗୁଡ଼ିକ ବନାଉଥିଲେ। ଆଉ କ'ଣ କେଉଁଠି ଦେଖିବାକୁ ମିଳେ ନା ଆଡାମଗିରି, ବର୍ତ୍ତମାନର ଏମ୍ପିରେ କ'ଣ ଦେଖିବାକୁ ନା ପ୍ରୋଭାଇଡ଼ ଦି ଆର୍ଲିଏଷ୍ଟ ଏଭିଡେନ୍ସ ଫର୍ ଦି ଡୋମେଷ୍ଟିକେସନ୍ ଅଫ୍ ଆନିମାଲ୍। ମାନେ ଘରେ ପାଳୁଥିବା ପଶୁମାନଙ୍କର କେତେ ଗୁଡ଼ିଏ ଏଭିଡେନ୍ସ କେଉଁଠି ମିଳିଥାଏ, ତଥ୍ୟ କେଉଁଠି ମିଳିଥାଏ? ବର୍ତ୍ତମାନର ଏମ୍ପି, ଯେଉଁଟା ଆଡାମଗିରି ବର୍ତ୍ତମାନର ଏମ୍ପିରେ ମିଳିଥାଏ। ଆଉ କ'ଣ ବାଗର, ବର୍ତ୍ତମାନ ରାଜସ୍ଥାନରେ କ'ଣ ମିଳିଥିଲା? ଅନ୍ ଦି ଲାର୍ଜେଷ୍ଟ ଆଣ୍ଡ ବେଷ୍ଟ ଡକୁମେଣ୍ଟ ମେସୋଲିଥିକ୍ ସାଇଟ୍ ଇନ୍ ଇଣ୍ଡିଆ। ସବୁଠାରୁ ପୁରାତନ, ଲାର୍ଜେଷ୍ଟ ଆଣ୍ଡ ବେଷ୍ଟ, ଭଲ ମେସୋଲିଥିକ୍ ସାଇଟ୍ ଏକ୍ଜାମ୍ରେ ପଡ଼ିବ, ଏମିତି ପଡ଼ିବ। ସବୁଠାରୁ ଲାର୍ଜେଷ୍ଟ କେଉଁଠି ମିଳିଥିଲା ମେସୋଲିଥିକ୍ର? ରାଜସ୍ଥାନ, ବର୍ତ୍ତମାନର ରାଜସ୍ଥାନ। ତେଣୁ ଏବେ ଦେଖିବା ତାଙ୍କର ପେଣ୍ଟିଂ, ଚିତ୍ରକଳା ବିଷୟରେ, କେଉଁଠୁ ତାଙ୍କର ଚିତ୍ରକଳା ବିଷୟରେ ଧାରଣା ମିଳିଥାଏ। ଅଧିକାଂଶ ତ ଭୀମବେଟକା, ଏମ୍ପି, ବର୍ତ୍ତମାନର ମଧ୍ୟପ୍ରଦେଶ, ଅଧିକାଂଶ ଏହି ପଏଣ୍ଟଟା ପକାଇଥାଏ ଚିତ୍ରକଳା ବିଷୟରେ। ଏହାର କ'ଣ ଜାଣିବାକୁ ପାଇଥାଉ ନା ସାଇଟ୍ ଅଫ୍ ପ୍ରି ହିଷ୍ଟୋରିକ୍ ପେଣ୍ଟିଂ ଅଫ୍ ମେସୋଲିଥିକ୍ ଏଜ୍। ମେସୋଲିଥିକ୍ ଏଜ୍ର ପେଣ୍ଟିଂ କଳା ବିଷୟରେ କେଉଁଠୁ ମିଳିଥାଏ ପଡ଼ିବ? ଆମେ ଲେଖିବେ ଭୀମବେଟକା, ବର୍ତ୍ତମାନର ଏମ୍ପିରୁ ମେସୋଲିଥିକ୍ ଯୁଗର ତାଙ୍କର ପେଣ୍ଟିଂ ବିଷୟରେ, ସେ ପେଣ୍ଟିଂ ଶୈଳୀ ବିଷୟରେ ଜଣାପଡ଼ିଥାଏ। ଦିସ୍ ପେଣ୍ଟିଂ, ଏହି ପେଣ୍ଟିଂର ଆଇଡ଼ିଆ, ଏହି ପେଣ୍ଟିଂ ଆମେ ଜାଣିବା ଦ୍ୱାରା ଏଠୁ ଆଇଡ଼ିଆ କ'ଣ ଆମେ ଗେନ୍ କରିଥାଉ, କ'ଣ ଜାଣିବାକୁ ପାଇଥାଉ ନା ଇନ୍ ଟାଇମ୍ ପିପୁଲ୍ ଏବାଉଟ୍ ଦେୟାର ସୋସିଆଲ୍ ଲାଇଫ୍, ସେତେବେଳେ ଲୋକମାନଙ୍କର ସାମାଜିକ ସ୍ଥିତି ଆଣ୍ଡ ଇକୋନୋମିକ୍ ଆକ୍ଟିଭିଟି। କିନ୍ତୁ ଅର୍ଥନୈତିକ କଳା, କ'ଣ ଅର୍ଥନୀତି ବିଷୟରେ ଆମେ ଜାଣିଥାଉ, ସେମାନଙ୍କର ସୋସାଇଟିରେ କ'ଣ ମାନେ କେମିତି ରହୁଥିଲେ, କେମିତି ଚଳୁଥିଲେ, ସେ ବିଷୟରେ। ଆଉ ଷ୍ଟାର୍ଟେଡ୍ ଟୁ ସେଟେଲ୍ ଫର୍ ଏ ଲଙ୍ଗ୍ ପିରିୟଡ଼ ଇନ୍ ଆନ୍
ଏରିଆ। ଗୋଟେ ଜାଗାରେ ସେମାନେ ଆଗରେ କ'ଣ ଗୋଟେ ଜାଗାରେ ଖାଦ୍ୟ ସରିଗଲେ ଆଉ ଗୋଟେ ଜାଗାକୁ ସିଫ୍ଟ ହେଉଥିଲେ। ତେଣୁ ଏ ସମୟରେ କ'ଣ ଚେଞ୍ଜେସ୍ ଦେଖିବାକୁ ମିଳିଥିଲା ନା ଗୋଟେ ଜାଗାରେ ରହୁଥିଲେ କିନ୍ତୁ ଲଙ୍ଗ୍ ପିରିୟଡ଼, ବର୍ତ୍ତମାନ ଯେମିତି ଆମର ଗୋଟେ ଜାଗାରେ ଘର ଅଛି ସେଇଠି ହିଁ ରହିଆସୁଛି, ଲଙ୍ଗ୍ ପିରିୟଡ଼ ପର୍ଯ୍ୟନ୍ତ ସେଠି ରହୁଥିଲେ। ୱାନ୍ ଏରିଆ ଷ୍ଟେ ଇନ୍ ଲଙ୍ଗ୍ ଟାଇମ୍, ଗୋଟେ ଏରିଆରେ ସେମାନେ ଲଙ୍ଗ୍ ଟାଇମ୍ ପର୍ଯ୍ୟନ୍ତ ରହି ଆସୁଥିଲେ। ଏନିମାଲ୍ ବନ୍ସ କେଉଁଠୁ ମିଳେ ଦେଖିବାକୁ ମିଳେ, କେଉଁ ଏନିମାଲ୍ ମାନଙ୍କର ନା ଡଗ୍, ଡିଅର୍ ଏସବୁ ମାନଙ୍କର ବନ୍ ଦେଖିବାକୁ ମିଳେ। ତାପରେ ଇମ୍ପୋର୍ଟାଣ୍ଟ ଗୁଡ୍ସ ଟୁ ଗିଭ୍ ଇନ୍ ଡେଡ୍ ବଡ଼ି, ଇମ୍ପୋର୍ଟାଣ୍ଟ ଗୁଡ୍ସ ଟୁ ଗିଭ୍ ଇନ୍ ଡେଡ୍ ବଡ଼ି। ତାଙ୍କର ଜଣେ ମଲା ପରେ ତାହାର ଇମ୍ପୋର୍ଟାଣ୍ଟ ଡେଡ୍ ବଡ଼ି ସହିତ ସେ ଯେଉଁ ଯାହାକୁ ସେ ତା'ର ଅତି ପ୍ରିୟ ମାନୁଥିଲା ତାହାକୁ ବି ମଧ୍ୟ ତା ସହିତ ସେ ସେଠି ପୋତି ଦିଆଯାଉଥିଲା। ତେଣୁ ମେସୋଲିଥିକ୍ ସାଇଟ୍ କେତେଗୁଡ଼ିଏ ସାଇଟ୍ ଆଉ ଇମ୍ପୋର୍ଟାଣ୍ଟ ବିଷୟରେ ଏବେ ଜାଣିବା। ବାଗର ହେଉଛି ରାଜସ୍ଥାନ ଅନ୍ ଦ ରିଭର୍ କଠାରୀ। କ'ଣ ଏଇଠୁ କ'ଣ ଜାଣିବାକୁ ପାଇଥାଏ ଇମ୍ପୋର୍ଟାଣ୍ଟ କ'ଣ ନା ୱାନ୍ ଅଫ୍ ଦି ଲାର୍ଜେଷ୍ଟ ଆଣ୍ଡ ବେଷ୍ଟ ଡକୁମେଣ୍ଟ ମେସୋଲିଥିକ୍ ସାଇଟ୍ ଇନ୍ ଇଣ୍ଡିଆ। ସବୁଠାରୁ ଲାର୍ଜେଷ୍ଟ ପୁରାତନ ଆଣ୍ଡ ବେଷ୍ଟ ଭଲ ମେସୋଲିଥିକ୍ ସାଇଟ୍ଟା କେଉଁଟା ବାଗର, ବର୍ତ୍ତମାନ ରାଜସ୍ଥାନରେ ଅବସ୍ଥିତ ମିଳିଥିଲା। ଆଡାମଗିରି ଇନ୍ ମଧ୍ୟପ୍ରଦେଶ, ବର୍ତ୍ତମାନ ମଧ୍ୟପ୍ରଦେଶ, ସେଠାରୁ କ'ଣ ଜାଣିବାକୁ ମିଳିଥିଲା ନା ପ୍ରୋଭାଇଡ୍ ଦି ଏର୍ଲିଷ୍ଟ ଏଭିଡେନ୍ସ ଫର୍ ଦି ଡକୁମେଣ୍ଟ ଅଫ୍ ଏନିମାଲ୍ ଜୀବଜନ୍ତୁମାନଙ୍କ ବିଷୟରେ ଆଡାମଗିରି ବର୍ତ୍ତମାନ ମଧ୍ୟପ୍ରଦେଶରୁ ଜଣାପଡ଼ିଥାଏ। ଆଉ କ'ଣ କେଉଁଠୁ ତାଙ୍କ ସାଇଟ୍ ନା ବରହମପୁର ଇନ୍ ୱେଷ୍ଟ ବେଙ୍ଗଲ, ଆଉ ଲାଲଗଞ୍ଜ ଗୁଜୁରାଟ, ବର୍ତ୍ତମାନ ଗୁଜୁରାଟ, ଏସବୁ ସ୍ଥାନରୁ ତାଙ୍କର ମେସୋଲିଥିକ୍ ମାନଙ୍କର ସାଇଟ୍ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ସବୁ ନୋଟ୍ କରିଦେବ।